ଶୁଣ 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 ଭାଇ ମାନେ ଟିକେ ଶୁଣିକି ଯାଅ। କାହିଁକି ଶୁଣ ଶୁଣ କହୁଛି ପଚାର ମତେ। ଆରେ କାହିଁକି ପଚାର? ଶୁଣ ଏଣିକି ଯୋଉ ପୁଅ ମାନେ ଆତ୍ମହତ୍ୟା କରୁଥିଲେ ପ୍ରେମରେ, ଝିଅ ମାନେ ଯୋଉ ଚିଟିଂ କରୁଥିଲେ ପ୍ରେମରେ, ଜଣଙ୍କ ସହିତ ରିଲେସନ ରହିକିରି ଆଉ 5 ଜଣଙ୍କୁ ଯୋଉ ଦିନରେ ଲଣ୍ଠନ ଦେଖଉଥିଲେ, ଆଉ ହେଇପାରିବନି। କାହିଁକି ହେଇପାରିବନି? କାହିଁକି ନା ଏଇ ଯୋଉ ଜାନୁଆରୀ 1ରୁ ମାନେ ନୂଆ ବର୍ଷ ଆରମ୍ଭରୁ ଗୋଟେ ନୂଆ ରୁଲ ଇଣ୍ଟ୍ରୋଡ୍ୟୁସ ହେଇଛି। ଯଦି କୌଣସି ଝିଅ ଗୋଟିଏ ପୁଅ ସହିତ ରିଲେସନସିପରେ ରହିବା ପରେ ବି ଅନ୍ୟ ଏକ ପୁଅ ସହିତ ଶାରୀରିକ କିମ୍ବା ମାନସିକ ସମ୍ପର୍କ ରଖୁଛି ଏବଂ ତାହାର ପ୍ରମାଣ, ଆଉ କଣ ତାର ପ୍ରମାଣ ଯଦି ତାର ହ୍ୱାଟ୍ସଆପ ଚାଟ୍ ହଉ କିମ୍ବା ଇନଷ୍ଟାଗ୍ରାମ ଚାଟ୍ ହଉ ଯଦି ଧରା ପଡିଲା, ତାହେଲେ ଭାରତୀୟ ନ୍ୟାୟ ସଂହିତାର ଧାରା 358 ନମ୍ବରରେ ଯୋଉ ଚିଟିଂ ର ପ୍ରୋଭିଜନ ଥିଲା ଏବଂ ଫ୍ରଡ ର ପ୍ରୋଭିଜନ ଥିଲା, ସେଇଥିରେ ଆଉ ଗୋଟେ ମଧ୍ୟ ଜିନିଷ ଆଡ ହେଲା, ଏଇ ଯୋଉ ପୁଅ ଝିଅଙ୍କର ଚିଟିଂ। ଯଦି ସେଇଟା ଯଦି କରୁଛନ୍ତି ତାହେଲେ ଏବେଠୁ ଏଇ ଭିଡିଓ ମାଧ୍ୟମରେ ମୁଁ ତାଙ୍କୁ ଚେତାବନୀ ଦଉଛି, ସୁଧୁରି ଯାଅ, ନହେଲେ 3 ବର୍ଷ ପର୍ଯ୍ୟନ୍ତ ଜେଲ, 5 ଲକ୍ଷ ପର୍ଯ୍ୟନ୍ତ ଫାଇନ ଦେବା ପାଇଁ ରେଡି ଥାଅ। ଆଉ ଏଣିକି ଆଉ ପୁଅ ମାନେ କମ୍ପ୍ରମାଇଜ ନାହିଁ। ଏଇଟା ଗୋଟେ ବହୁତ ଖୁସି ଖବର। ଯେତେ ପାରୁଛନ୍ତି ସେୟାର କରନ୍ତୁ, ଯେତେ ପାରୁଛନ୍ତି ଲାଇକ୍ କରନ୍ତୁ। ରହିଲି, ନମସ୍କାର।